ଦେଖନ୍ତୁ ବର୍ତ୍ତମାନ ପ୍ରଶାସନ ଆମକୁ 1800 ଚେୟାର ପକାଇବା ପାଇଁ ଅନୁମତି ଦେଇଛି ଯେ ଏ 1800 ଚେୟାରରେ ଆମର ହଉନି। ଏ 1800 ଚେୟାର ପକେଇଲେ ଆମେ ବର୍ତ୍ତମାନ 2 ଲକ୍ଷ ଟଙ୍କା ଦିନକୁ ଲସ୍ ହଉଛୁ। ତେଣୁ କ'ଣ କରିବୁ? ଯେହେତୁ ଯାତ୍ରାପାର୍ଟି ଆଡ଼ଭାନ୍ସ ହେଇଛି, ତାର କାମ ସରିଲାଣି, ପରମିଶନ ସରିଛି, ଗଭର୍ଣ୍ଣମେଣ୍ଟ ପରମିଶନ ସରିଛି, ସେ ବାବଦରେ ଯାହା ଖର୍ଚ୍ଚ ହେବା କଥା ମଧ୍ୟ ହେଇଛି। ଆମର ଟେଣ୍ଟଟା ହେଉଛି ଏକ୍ସଟ୍ରା, ସେ ବାବଦରେ ଖର୍ଚ୍ଚ ହେଇଛି। କ'ଣ କରିବା? ଯାହାହେଲେ ବି ତ ଆମେ ପ୍ରଶାସନକୁ ସମ୍ମାନ କରିବା, ସମ୍ମାନ ଦେଇକରି ଯାହା କରିବା, ସେ ଲସ୍ ହଉ ସେ ଯାହା ହଉ। ନା, ଟିକେଟ ବି ଆମେ ଅଧିକ ବିକି ନାହୁଁ। ସେଇ 1800 ଭିତରେ ଆମର ଟିକେଟ ସ୍ଥଗିତ ଅଛି। କେମିତି ଅଧିକ ବିକିବୁ? ଅଧିକ ବିକ୍ରି କରିବୁ କାହିଁକି? ଯଦି ସେମାନେ ପଳେଇ ଆସନ୍ତି ଚେକ୍ କରିବା ପାଇଁ, ଆମେ ଅସୁବିଧାରେ ପଡ଼ିବୁ। ତେଣୁ ଆମେ ଅଧିକ ପକେଇବାର ନାହିଁ। ଯେତେବେଳେ ଆସୁଛନ୍ତି ଆସନ୍ତୁ, ଚେକ୍ କରନ୍ତୁ, ଚେୟାର ଗଣନ୍ତୁ, ଭେରିଫିକେସନ କରନ୍ତୁ, ଇନକ୍ୱାରି କରନ୍ତୁ, ଯାହା କରୁଛନ୍ତି କରନ୍ତୁ। 1800 ଚେୟାରରୁ ଗୋଟେ ଚେୟାର ଆମର ଅଧିକ ପକେଇବାର ନାହିଁ। ଦେଖନ୍ତୁ ଆଜ୍ଞା, ସେ ବିଷୟରେ 2500 ଭିତରେ ମୋ ପାଇଁ କିଛି ଧାରଣା ନାହିଁ, କି ମୋତେ କେହି କହିନାହାନ୍ତି, ଆଉ ମୁଁ ଜାଣିନି ମଧ୍ୟ। ଯଦି ଜାଣିନି, ଆଜି ଆମର ଖଣ୍ଡଗିରି ଥାନାରେ ମିଟିଂ ଥିଲା, ଏସିପି ଥିଲେ, ଆଇଆଇସି ଥିଲେ, ଆଡିସନାଲ ଡିସିପି ଥିଲେ, ଆମର ସବୁ କମିଟି ଥିଲେ। ଏଇଆ ଆଲୋଚନା ହେଲା ଶାନ୍ତି ଶୃଙ୍ଖଳା ଯାତ୍ରାଟା ହେବ। ଯେହେତୁ ପ୍ରଶାସନ ଅର୍ଡର କରୁଛି 1800 ଚେୟାର, ସେଇ 1800 ଚେୟାରରେ ହିଁ ଯାତ୍ରା ହେବ। ଲସ୍ ହଉ ଯାହା ହଉ। ଦେଖନ୍ତୁ 2 ଲକ୍ଷ ଟଙ୍କା କାହିଁକି ଲସ୍ ହବ? ପାର୍ଟିର ପଇସା ହେଉଛି ଅଧିକା। ଫର୍ ନାଇଟ୍ ପାର୍ଟି ଆମର ହେଉଛି 4 ଉପରେ ରହୁଛି, ସିଂହବାହିନୀ। ସେଇ ଅନୁଯାୟୀ ସେମାନେ ବି କିଛି କମ ନୁହେଁ। ଟେଣ୍ଟଟା ଯୋଉ ଆମର ଏକ୍ସଟ୍ରା ହେଉଛି, ସେ ବାବଦରେ ଟେଣ୍ଟ ରହୁଛି ଦିନକୁ 12 ଲକ୍ଷ ପ୍ଲସ୍ ଆମର ଗଭର୍ଣ୍ଣମେଣ୍ଟ ପରମିଶନ ଅଛି। ଆଉ ସେ ବାବଦରେ ହିସାବ କଲା ବେଳକୁ ସେ ସେୟା ବି ହବ। ଆପଣ କେତେ ହଜାର ସ୍କୋୟାର ଫିଟ୍ର ଅନୁମତି ଆଣିଛନ୍ତି? 100ରେ 100 ଅନୁମତି ଆଣିଛୁ। 100ରେ 100 ଅନୁମତି ଆଣିଲେ ବି ଗୋଟେ ଯାତ୍ରା ପାର୍ଟି ପାଇଁ ସଫିସିଏଣ୍ଟ ଜାଗା ନୁହେଁ। କାରଣ ଆପଣଙ୍କର ତ ଏଇଟା ବଡ ଜାଗା ଅଛି। ବଡ଼ ଜାଗା ଥିଲେ ବି ସିଆଡ଼େ ଯିବା ନାହିଁ। ମୋତେ ଯେତିକି ଜିଏ ଡିପାର୍ଟମେଣ୍ଟ ଦେଇଛି ମୁଁ ସେତିକିରେ ସନ୍ତୁଷ୍ଟ ରହିବି, ସେତିକିରେ ହିଁ କରିବି। ଏ କଥାଟା କହୁଛି କ'ଣ ପାଇଁ ନା, ବର୍ତ୍ତମାନ 110ରେ 24ରେ 110 ନେଇଗଲା ଯାତ୍ରା ପାର୍ଟି। ଆଉ କେତେ ରହିଲା? 24 କେତେ ରହିଲା? ଯାତ୍ରା ହେଇପାରିବ ନାହିଁ। ତେଣୁ ଯୋଉ ଯାତ୍ରା ପାର୍ଟି ପଡ଼ିଛି, ସେ ଯାତ୍ରା ପାର୍ଟିର ଗେଟ୍ ସାମ୍ନାରେ କିଛି ସ୍ପେସ୍ ରହିବା ଦରକାର। କିଛି ନହେଲେ ବି 50 ଫୁଟରୁ 60-70 ଫୁଟ ପର୍ଯ୍ୟନ୍ତ ଦରକାର। ନହେଲେ ଦର୍ଶକମାନେ ଛିଡ଼ା ହେବେ କୋଉଠି? ପଛପଟେ ପାର୍କିଂ ପାଇଁ କିଛି ସ୍ପେସ୍ ଦରକାର। ତେଣୁ ମୋ ପେଣ୍ଡାଲରେ ପଛପଟେ ଟୋଟାଲ ପାର୍କିଂ ନାହିଁ। ମୋ ଗାଡ଼ି ପାର୍କିଂ ପାଇଁ ମୁଁ ଅଲଗା ବ୍ୟବସ୍ଥା କରିଛି। ଯାହାହେଲେ ବି କରିବା, ପ୍ରଶାସନକୁ ସମ୍ମାନ ଦେଇକି କରିବି। ଆଉ କ'ଣ କରିବି? ଆପଣ ସିନା ରାଜି ହେଇଗଲେ 18 ମାନେ ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ଯୋଉ ନିଷ୍ପତ୍ତି ନେଲେ, ଆପଣ ସମ୍ମାନ ସହିତ 1800 ସିଟ୍ ଦର୍ଶକ ପାଇଁ ପକେଇବେ। ଅନ୍ୟ ଯାତ୍ରା କମିଟି ମାନେ ସେଥିରେ ସହମତି ଅଛନ୍ତି କି? ଆମେ 6ଟା କମିଟି ବସିଥିଲୁ, ତା ଦେହରେ ସମସ୍ତେ ସହମତି ଅଛନ୍ତି। କାହିଁକି ଅଛନ୍ତି ନା, ଆମେ ପ୍ରଶାସନକୁ ସମ୍ମାନ ଦଉଛୁ, ଏସିପି କି ସମ୍ମାନ ଦଉଛୁ, ଆଇଆଇସି କି ସମ୍ମାନ ଦଉଛୁ, ଆମର ଆଡିସନାଲ ଡିସିପି ବସିଥିଲେ ତାଙ୍କୁ ମଧ୍ୟ ସମ୍ମାନ ଦଉଛୁ, ଏବଂ ଉପର ଲେବୁଲରେ ଡିସିପି ଅଛନ୍ତି, ସିପି ଅଛନ୍ତି, ତାଙ୍କୁ ମଧ୍ୟ ସମ୍ମାନ ଦେଇକରି ଆମେ ଏ କାର୍ଯ୍ୟ କରୁଛୁ। ହଉ ପଛେ ଲସ୍, ଆପଣଙ୍କ କଥା ଆମେ ମାନିବୁ। ଟିକଟ ରେଟ୍ ବଢେଇ ଦେବେନି? ଟିକେଟ ରେଟ୍ ବଢ଼େଇ ପାରିବୁନି ଆମେ ଆଗ। କାହିଁକି ନା, ଏଠି 300 ଟଙ୍କା ଟିକେଟ ଦେଇକି କିଣିଲା ବେଳୁ ଲୋକଙ୍କୁ ବହୁତ କଷ୍ଟ ଲାଗୁଛି। ସେଇ ହିସାବରେ ଯେହେତୁ ଆମେ ଅଲରେଡି ପରମିଶନ ପାଇ ଯାଇଛୁ, ଆମର ଟିକେଟ ରେଟ୍ଟା ଅଲରେଡି ପଡ଼ି ଯାଇଛି ପରମିଶନ ପେପର। 300-250 ଶେଷ ହେଲା ପର୍ଯ୍ୟନ୍ତ ରହିବ? ହଁ, ସେ ରହିବ। ଆଉ ଆମେ ବଢ଼େଇ ପାରିବୁ ନାହିଁ। କ'ଣ ହବ କ'ଣ ନାହିଁ ସେ ନେକ୍ସଟ ବର୍ଷ ଯାତ୍ରା ଆମେ କରିବୁ କି ନ କରିବୁ। ଯଦି କଲୁ ସେଇଟାକୁ ଆମେ ଚେଷ୍ଟା କରିବୁ ବଢ଼େଇବା ପାଇଁ। ଯଦି ନ କଲୁ, ଯଦି ଆମର ଲସ୍ ହେଲା ଏ ବର୍ଷ,
ଲସ୍ ତ ହବ, ଜଳ ଜଳ ଆମକୁ ଦେଖାଯାଉଛି ଲସ୍ ନିଶ୍ଚିତ ହବ। ତେଣୁ କ'ଣ ହବ କ'ଣ ନାହିଁ ସେ ସମୟ କହିବ।